ହ୍ୟାଲୋ ଫ୍ରେଣ୍ଡସ୍, ମୁଁ ବିକାଶ ପୁଣି ଥରେ ସିରିଜ୍ ଏଜୁକେସନରେ ମୁଁ ସ୍ୱାଗତ କରୁଛି। ଆଜି ଆମେ ପଢ଼ିବା ସେଇ +3 ସେକେଣ୍ଡ ଇୟର୍ର 4 ସେମିଷ୍ଟରର ୟୁନିଟ୍ 2। ଓକେ, ଇଂରେଜ ବିପ୍ଳବ ଏବଂ ଅଷ୍ଟାଦଶ ଶତାବ୍ଦୀର ୟୁରୋପୀୟ ରାଜନୀତି। ତା ଇଂଲିଶଟା ହେଲା ଦ ଇଂଲିଶ ରିଭୋଲ୍ୟୁସନ୍ ଆଣ୍ଡ ୟୁରୋପିଆନ୍ ପଲିଟିକ୍ସ ଇନ୍ ଦ 18th century। ଓକେ, ଫାର୍ଷ୍ଟ ଆମେ ପଢ଼ିଥିଲେ ଫାର୍ଷ୍ଟ ୟୁନିଟ୍ ପଢ଼ିଥିଲେ, ଏଇଟା ସେକେଣ୍ଡ ୟୁନିଟ୍। ତାର ସବୁ 10ଟା ପଏଣ୍ଟ ଦେଇଛି। ମୁଖ୍ୟ ପ୍ରସଙ୍ଗ ରାଜନୈତିକ ଏବଂ ବୌଦ୍ଧିକ ସୂତ୍ର, ମେଜର୍ସ ଇସ୍ୟୁ ପଲିଟିକାଲ ଆଣ୍ଡ ଇଣ୍ଟେଲକଲ୍ଚରାଲ କରେଣ୍ଟସ୍। 2ରେ ସଂସଦୀୟ ରାଜତନ୍ତ୍ର, ପାର୍ଲିଆମେଣ୍ଟ ମନାର୍ଚ। 3ରେ ୟୁରୋପୀୟ ନିରଙ୍କୁଶ ଶାସନ ପଦ୍ଧତି। ଓକେ, ତାହେଲେ ଦେଖିବା ତାର ଗୋଟେ ଲଙ୍ଗ କ୍ୱେଶ୍ଚିନ୍। ଚାଲ ଦେଖିବା ଦୀର୍ଘଧର୍ମୀ ପ୍ରଶ୍ନୋତ୍ତର। 1ରେ ମୁଖ୍ୟ ପ୍ରସଙ୍ଗ ରାଜନୈତିକ ଏବଂ ବୌଦ୍ଧିକ ସୂତ୍ର ଉପରେ ଗୋଟେ ଲଙ୍ଗ କ୍ୱେଶ୍ଚିନ୍। 1ରେ ହେଲା 1688 ମସିହାରେ ଇଂଲଣ୍ଡରେ ସଂଘଟିତ ଗୌରବମୟ ବିପ୍ଳବର କାରଣମାନ ଆଲୋଚନା କର। ଓକେ, ପିଲାମାନେ ଲଙ୍ଗ କ୍ୱେଶ୍ଚିନ୍ରେ ସବୁ ସର୍ଟ କ୍ୱେଶ୍ଚିନ୍ ଲୁଚି ରହିଛି, ଯାହା 2 ମାର୍କିଆ 3 ମାର୍କିଆ 1 ମାର୍କିଆ। ଓକେ, ଏଇ ଲଙ୍ଗ କ୍ୱେଶ୍ଚିନ୍ରେ ସବୁ ଲୁଚି ରହିଛି। ଚାଲ ଦେଖିବା ଇଂଲଣ୍ଡର ରାଜନୈତିକ, ଆଧ୍ୟାତ୍ମିକ ଏବଂ ସାମ୍ବିଧାନିକ ଇତିହାସରେ 1688 ଖ୍ରୀଷ୍ଟାବ୍ଦରେ ମହାନ ବିପ୍ଳବ, ଗୌରବମୟ ବିପ୍ଳବ ଥିଲା ଏକ ଘଟଣା ବହୁଳ ଅଧ୍ୟାୟ। ଇଂଲଣ୍ଡ ଦୀର୍ଘଦିନ ଧରି ଷ୍ଟୁଆର୍ଟର ରାଜତନ୍ତ୍ର ଦ୍ୱାରା ଶାସିତ ହେଉଥିଲା। ଏହି ବଂଶର ରାଣୀ ଏଲିଜାବେଥ ଖୁବ୍ ଯତ୍ନର ସହ ଶୃଙ୍ଖଳିତ ଶାସନ ବ୍ୟବସ୍ଥା ପ୍ରଣୟନ କରି ରାଜନୈତିକ ସ୍ଥିରତା ବଜାୟ ରଖିବାକୁ ବଦ୍ଧପରିକର ଥିଲେ। ସେ ଜନସାଧାରଣଙ୍କ ସ୍ୱାର୍ଥକୁ ସମ୍ମାନ ଦେଇ ସେମାନଙ୍କର ଉନ୍ନତି ପାଇଁ ଉଦ୍ୟମ କରିଥିଲେ। କିନ୍ତୁ ଯେତେବେଳେ ଷ୍ଟୁଆର୍ଟ ବଂଶର ଶାସନ ଆରମ୍ଭ ହେଲା, ବାସ୍ତବ ସଂଗ୍ରାମର ପଦଧ୍ୱନି ଶୁଣିଥିଲା। ପ୍ରଥମ ଜେମ୍ସ ପ୍ରଥମ, ଚାର୍ଲସ ଏବଂ ଦ୍ୱିତୀୟ ଚାର୍ଲସ ଆଦି ରାଜାମାନେ ଈଶ୍ୱର ପ୍ରଦତ୍ତ ଅଧିକାର ଉପରେ ଶାସନ କରିବା ପାଇଁ ବ୍ୟସ୍ତ ହୋଇଥିଲେ। ସେମାନଙ୍କର ଧାରଣା ଥିଲା ଯେ ସେମାନେ ଈଶ୍ୱରଙ୍କ ପ୍ରତିନିଧି ହିସାବରେ ମର୍ତ୍ତ୍ୟକୁ ଆସିଛନ୍ତି ଶାସନ କରିବା ପାଇଁ। ତାଙ୍କର କୌଣସି ପ୍ରକାର ତ୍ରୁଟି ପାଇଁ ସେମାନେ ଈଶ୍ୱରଙ୍କ ନିକଟରେ ଦାୟୀ ରହିବେ, କିନ୍ତୁ ଜନସାଧାରଣଙ୍କ ନିକଟରେ ନୁହେଁ। ଜନସାଧାରଣଙ୍କର ସେମାନଙ୍କୁ ପ୍ରଶ୍ନ ପଚାରିବାର ନୈତିକ ଅଧିକାର ନଥିଲା। ସେମାନେ ପାର୍ଲିଆମେଣ୍ଟ ପରି ଏକ ଜନପ୍ରତିନିଧି ସଭାକୁ ଗୁରୁତ୍ୱ ଦେଉନଥିଲେ। ପାର୍ଲିଆମେଣ୍ଟର ହସ୍ତକ୍ଷେପକୁ ସେମାନେ ନାପସନ୍ଦ କରୁଥିଲେ। ସେମାନଙ୍କର କଠୋର ବ୍ୟବହାର ଏବଂ ପାର୍ଲିଆମେଣ୍ଟ ପ୍ରତି ଅବଜ୍ଞା ରାଜା ଓ ପାର୍ଲିଆମେଣ୍ଟ ମଧ୍ୟରେ ବିବାଦର କାରଣ ହୋଇଥିଲା। ଏହି ସଂଗ୍ରାମ ଦୀର୍ଘ 85 ବର୍ଷ ଧରି ଚାଲିଥିଲା ଏବଂ ଶେଷରେ 1688ରେ ଏହି ବିବାଦର ପରିସମାପ୍ତି ଘଟିଥିଲା। ରାଜାଙ୍କଠାରୁ ପାର୍ଲିଆମେଣ୍ଟ ଶକ୍ତିଶାଳୀ ବୋଲି ପ୍ରମାଣିତ ହେଲା। ଏହି ଯେଉଁ ପରିବର୍ତ୍ତନ ଯାହାଦ୍ୱାରା ରାଜା ତାଙ୍କର ସମସ୍ତ କ୍ଷମତା ପାର୍ଲିଆମେଣ୍ଟ ହାତରେ ଅର୍ପଣ କରିଥିଲେ, ଇତିହାସରେ ଏହାକୁ ମହାନ ଗୌରବମୟ ବିପ୍ଳବ ବୋଲି କୁହାଯାଇଥାଏ। ସାଧାରଣ ଦ୍ୱିତୀୟ ଜେମ୍ସ ସିଂହାସନଚ୍ୟୁତ ଏବଂ ତୃତୀୟ ୱିଲିୟମ ଓ ମେରୀଙ୍କର ସିଂହାସନ ଆରୋହଣ ଘଟଣା ଗୌରବମୟ ବିପ୍ଳବ ରୂପେ ବିଖ୍ୟାତ। ତାପରେ ତାର ଗୋଟେ ପଏଣ୍ଟ ଦେଇଛି ବିଦ୍ରୋହର କାରଣ ସମୂହ। ସାଧାରଣ ଭାବରେ କହିବାକୁ ଗଲେ ଦ୍ୱିତୀୟ ଜେମ୍ସ 2ଟି ଉଦ୍ଦେଶ୍ୟ ଥିଲା। ଇଂଲଣ୍ଡର ରୋମୀୟ କ୍ୟାଥୋଲିକବାଦର ପୁନଃପ୍ରଚଳନ ଓ ଫ୍ରାନ୍ସ ଭଳି ଇଂଲଣ୍ଡ ରାଜତନ୍ତ୍ରକୁ ଏକଛତ୍ରବାଦ ପରିଣତ କରିବା। ସେ ବୋଧେ ଭୁଲି ଯାଇଥିଲେ ଯେ ଫରାସୀ ଏକଛତ୍ରବାଦର ସରକାରଙ୍କୁ ଇଂଲଣ୍ଡର ଅଧିବାସୀମାନେ ଘୃଣା କରୁଥିଲେ। ସେ ଯାହା ହେଉ ନିଜର ଉଦ୍ଦେଶ୍ୟ ସାଧନ ନିମନ୍ତେ ଦ୍ୱିତୀୟ ଜେମ୍ସ କେତେକ ଏକଛତ୍ରମୂଳକ କାର୍ଯ୍ୟ କରିଥିଲେ, ଯାହା ଫଳରେ ସ୍ୱଳ୍ପ ବର୍ଷ ମଧ୍ୟରେ ତାଙ୍କ ରାଜସିଂହାସନ ଟଳମଟଳ ହୋଇଥିଲା ଏବଂ 1688ରେ ଏକ ମହାନ ବିଦ୍ରୋହର ଆରମ୍ଭ ହୋଇଥିଲା। ତାପରେ ଏକ ପଏଣ୍ଟ, ଏକ ସ୍ଥାୟୀ ସେନାବାହିନୀ ଗଠନ। ଓକେ, ଦ୍ୱିତୀୟ ଜେମ୍ସଙ୍କ ଏକଛତ୍ରବାଦର ନମୁନା ଥିଲା ଏକ ସ୍ଥାୟୀ ସେନାବାହିନୀ ଗଠନ। ଅତୀତରୁ କିଛି ଶିକ୍ଷା ଲଭି ନଥିବାରୁ ଏବଂ କିଛି ଭୁଲି ନଥିବା ଚରିତ୍ର ସେ
ଆୟାର୍ଲାଣ୍ଡର କ୍ୟାଥୋଲିକମାନଙ୍କ ମଧ୍ୟରୁ 30,000 ଲୋକଙ୍କୁ ନେଇ ଗଠନ କରିଥିଲେ ଏକ ସେନାବାହିନୀ। ସମଗ୍ର ରାଷ୍ଟ୍ରକୁ ପଦାନତ କରିବା ପାଇଁ ଅଭିସାରରୁ ସୃଷ୍ଟି ହୋଇଥିଲା ଏକ ନୂତନ ପରିକଳ୍ପନା। ସେ କଦାପି ଅନୁଭବ କରିପାରିଲେ ନାହିଁ ଯେ ଏହି ସେନାବାହିନୀ ଥିଲା ଅପ୍ରିୟ ଅନୁଷ୍ଠାନ। ଏହି ସେନାବାହିନୀ ହିଁ ଅଲିଭା କ୍ରମୱେଲଙ୍କ ରାଜତ୍ୱକୁ ଅପ୍ରିୟ କରାଇଥିଲା। ଏହି ସାମରିକ ବାହିନୀ ସହଯୋଗରେ ସେ ଟୋରୀ ପାର୍ଲିଆମେଣ୍ଟ ଓ ସାଧାରଣ ଜନମତକୁ ଅବଜ୍ଞା କଲେ। ସେମାନଙ୍କର ମୂଲ୍ୟବୋଧକୁ କଳ୍ପନା କରିବା ବ୍ୟର୍ଥ ହୋଇଥିଲେ। ଏହା ତାଙ୍କ ଏକଛତ୍ରବାଦୀ ଚିନ୍ତାଧାରାକୁ ଛାତ୍ରେ ପରିସ୍ଫୁଟିତ କରାଇଥିଲା। ପାର୍ଲିଆମେଣ୍ଟକୁ ଅବଜ୍ଞା ଏଟା ଆଉ ଗୋଟେ ପଏଣ୍ଟ। ଓକେ, ପାର୍ଲିଆମେଣ୍ଟକୁ ଅବଜ୍ଞା। ଦ୍ୱିତୀୟ ଜେମ୍ସ ଈଶ୍ୱର ପ୍ରଦତ୍ତ ଅଧିକାର ଉପରେ ବିଶ୍ୱାସ କରି ଶାସନ ଆରମ୍ଭ କରିଥିଲେ। ଏହି ଅଧିକାର ବଳରେ ସେ ଜଣାଇ ଦେବାକୁ ଚାହିଁଲେ ଯେ ତାଙ୍କ କାର୍ଯ୍ୟରେ ହସ୍ତକ୍ଷେପ କରିବା ଅଧିକାର ପାର୍ଲିଆମେଣ୍ଟର ନାହିଁ। ତେଣୁ ସେ ସ୍ୱେଚ୍ଛାଚାରୀ ଶାସକ ଭୂମିକାରେ ଅବତୀର୍ଣ୍ଣ ହେଲେ। ସେ ଅନେକ ଆଇନ ପ୍ରଣୟନ କରିଥିଲେ ଯାହା ପାର୍ଲିଆମେଣ୍ଟ ଅଣ-ସାମ୍ବିଧାନିକ ବୋଲି ବର୍ଣ୍ଣନା କଲା। ଯଦି ସେ ସେନାବାହିନୀକୁ ବନ୍ଦ ନ କରନ୍ତି ତେବେ ପାର୍ଲିଆମେଣ୍ଟ ତାଙ୍କୁ ଆଉ ରାଜସ୍ୱ ଦେବାକୁ ରାଜି ହେବ ନାହିଁ। ମାତ୍ର ପାର୍ଲିଆମେଣ୍ଟର ଧମକକୁ ସେ ଭ୍ରୂକ୍ଷେପ କଲେ ନାହିଁ ଏବଂ ନଭେମ୍ବର 20 ତାରିଖରେ 1685ରେ ପାର୍ଲିଆମେଣ୍ଟକୁ ଭଙ୍ଗ କଲେ। ତାଙ୍କ ରାଜତ୍ୱରେ ଏହାର ଅଧିବେଶନ ଆଉ ବସି ନଥିଲା। ତେଣୁ ରାଜା ଓ ପାର୍ଲିଆମେଣ୍ଟ ମଧ୍ୟରେ ସଂଘର୍ଷର ସୂତ୍ରପାତ ହେଲା। ସେ ସଂଘର୍ଷରେ ପାର୍ଲିଆମେଣ୍ଟ ଜନସାଧାରଣଙ୍କ ଆସ୍ଥାଭାଜନ ହୋଇଥିଲା। ଦ୍ୱିତୀୟ ଜେମ୍ସଙ୍କ ଧର୍ମନୀତି। ଇଂଲଣ୍ଡରେ 1688ରେ ସୃଷ୍ଟି ହୋଇଥିବା ଗୌରବମୟ ବିପ୍ଳବ ପଛରେ ରହିଥିବା କାରଣମାନଙ୍କ ମଧ୍ୟରୁ ଅନ୍ୟତମ ଥିଲା ଦ୍ୱିତୀୟ ଜେମ୍ସଙ୍କ ଧର୍ମନୀତି। ରାଣୀ ଏଲିଜାବେଥଙ୍କ ସମୟରେ ଧର୍ମୀୟ ଉଦାରତା ପ୍ରଦର୍ଶନ କରାଯାଇଥିଲା। ଉଭୟ କ୍ୟାଥୋଲିକ ଓ ପ୍ରୋଟେଷ୍ଟାଣ୍ଟମାନଙ୍କ ମଧ୍ୟରେ ବୁଝାମଣା ସୃଷ୍ଟି କରାଯାଇ ଶାନ୍ତି ପ୍ରତିଷ୍ଠା ହୋଇଥିଲା। କିନ୍ତୁ ଦ୍ୱିତୀୟ ଜେମ୍ସ ଯେଉଁ ପ୍ରକାର ଧର୍ମନୀତି ପ୍ରଣୟନ କଲେ ତାହା କେବଳ କ୍ୟାଥୋଲିକମାନଙ୍କୁ ସୁହାଇଥିଲା। କିନ୍ତୁ ପ୍ରକାରାନ୍ତରେ ଏହା ପ୍ରୋଟେଷ୍ଟାଣ୍ଟମାନଙ୍କୁ କ୍ଷତି ପହଞ୍ଚାଇଲା। ଦ୍ୱିତୀୟ ଜେମ୍ସ କ୍ୟାଥୋଲିକମାନଙ୍କ ବିରୁଦ୍ଧରେ ଥିବା ସମସ୍ତ ଆଇନ ପ୍ରତ୍ୟାହାର କରି ନେଇଥିଲେ। ସେ କ୍ୟାଥୋଲିକମାନଙ୍କୁ ବିଭିନ୍ନ ପଦବୀରେ ନିଯୁକ୍ତି ଦେଇଥିଲେ। ଏପରିକି କେତେକ କୁଶଳୀ ଓ ଅଣ-କ୍ୟାଥୋଲିକ କର୍ମଚାରୀଙ୍କୁ କାର୍ଯ୍ୟରୁ ଅନ୍ତର କରାଯାଇଥିଲା। ନିଜର ଭଗ୍ନୀପତ୍ନୀ କ୍ଲାରେଣ୍ଡନ, ଯିଏକି ଆୟର୍ଲାଣ୍ଡର ଗଭର୍ଣ୍ଣର ଥିଲେ, ତାଙ୍କୁ କାର୍ଯ୍ୟରୁ ଅନ୍ତର କରାଗଲା। ସୁଦକ୍ଷ ମନ୍ତ୍ରୀ ଯଥା ରୋଚେଷ୍ଟର ଓ ହାଲିଫ୍ୟାକ୍ସ ମଧ୍ୟଙ୍କୁ ଅନ୍ତର କରାଯାଇ ସେମାନଙ୍କ ସ୍ଥାନରେ କ୍ୟାଥୋଲିକମାନଙ୍କୁ ନିଯୁକ୍ତି ଦିଆଗଲା। ପାର୍ଲିଆମେଣ୍ଟର ବିନା ଅନୁମୋଦନରେ ଏସବୁ କାର୍ଯ୍ୟ କରାଯାଉଥିଲା। ରାଜାଙ୍କର ଏତାଦୃଶ କାର୍ଯ୍ୟକ୍ରମକୁ ପାର୍ଲିଆମେଣ୍ଟ ଏବଂ ଜନସାଧାରଣ ନାପସନ୍ଦ କରିଥିଲେ। ବିଶ୍ୱବିଦ୍ୟାଳୟ ଉପରେ ଆକ୍ରମଣ। ଦ୍ୱିତୀୟ ଜେମ୍ସ ଇଂଲଣ୍ଡର ଶିକ୍ଷିତ ଏବଂ ବିଦ୍ୱାନ ବ୍ୟକ୍ତିଙ୍କର କ୍ରୋଧର ଶିକାର ହୋଇଥିଲେ। ସେ ରୋମୀୟ କ୍ୟାଥୋଲିକ ପରିବେଶ ସୃଷ୍ଟି କରିବା ଉଦ୍ଦେଶ୍ୟରେ ବିଶ୍ୱବିଦ୍ୟାଳୟଗୁଡ଼ିକ ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ କରିଥିଲା। ସେ ଯୁବଗୋଷ୍ଠୀଙ୍କୁ ଆହ୍ୱାନ ଦେଇଥିଲେ ବିଶ୍ୱବିଦ୍ୟାଳୟମାନଙ୍କରେ କ୍ୟାଥୋଲିକ ଚିନ୍ତାଧାରା ଭିତ୍ତିକ ଶିକ୍ଷାଲାଭ କରି ଇଂରେଜମାନଙ୍କୁ ରୋମୀୟ କ୍ୟାଥୋଲିକ ଗିର୍ଜାମାନଙ୍କରେ ଶିକ୍ଷା ଦେବା ପାଇଁ। ସେ ଭାବିଥିଲେ ଭବିଷ୍ୟତରେ ତାଙ୍କର ସ୍ୱପ୍ନ ସାର୍ଥକ ହେବ। ଏହି ଚିନ୍ତାଧାରା ନେଇ ଦ୍ୱିତୀୟ ଜେମ୍ସ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ଦୃଷ୍ଟି ନିକ୍ଷେପ କଲେ। ସେଠାରେ କୁଳପତି ସାର ଆଇଜାକ୍ ନିଉଟନଙ୍କୁ ବହିଷ୍କୃତ କରାଯାଇଥିଲା କାରଣ ସେ କୌଣସି କ୍ୟାଥୋଲିକମାନଙ୍କୁ M.A. ଡିଗ୍ରୀ ନାମ ଲେଖାଇବାକୁ ବାରଣ କରିଥିଲେ। ତାଙ୍କ ସ୍ଥାନରେ ପୂରଣ କଲେ ଜଣେ ରୋମୀୟ କ୍ୟାଥୋଲିକ। ଅକ୍ସଫୋର୍ଡ ବିଦ୍ୟାଳୟରେ ମଧ୍ୟ କେତେକ ପଦବୀରେ ରୋମୀୟ କ୍ୟାଥୋଲିକମାନଙ୍କୁ ନିଯୁକ୍ତି ଦିଆଯାଇଥିଲା। ମ୍ୟାଗଡାଲେନ ମହାବିଦ୍ୟାଳୟରେ ଉପାଧିଧାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା ଆନ୍ଥୋନି ଫାର୍ମାର ନାମକ ଜନୈକ ରୋମୀୟ କ୍ୟାଥୋଲିକଙ୍କୁ ସେମାନଙ୍କର ସଭାପତି ଭାବରେ ନିଯୁକ୍ତି ଦେବା ପାଇଁ, କିନ୍ତୁ ସେମାନେ ଏହାକୁ ପ୍ରତ୍ୟାଖ୍ୟାନ କରି ସେମାନଙ୍କ ମଧ୍ୟରୁ ଡକ୍ଟର ହଗ୍‌ଙ୍କୁ ନିଯୁକ୍ତି ଦେଲେ। ସେମାନଙ୍କୁ ମଧ୍ୟ ବିଶ୍ୱବିଦ୍ୟାଳୟରୁ ବହିଷ୍କାର କରାଗଲା।
ସାମୁଏଲ ପାର୍କର ନାମକ ଜୈନିକ ବିଶପଙ୍କୁ ଜେମ୍ସ ସଭାପତି ଭାବରେ ମନୋନୀତ କରିଥିଲେ। ଏହା ଶିକ୍ଷିତ ଇଂରେଜମାନଙ୍କ ପକ୍ଷରେ ଅସହ୍ୟ ହେଲା। ସେମାନେ ଶିକ୍ଷାନୁଷ୍ଠାନରେ ଧର୍ମକୁ ପ୍ରବେଶ କରାଇ ଛାତ୍ରମାନଙ୍କର ଅମୂଲ୍ୟ ଜୀବନକୁ ନଷ୍ଟ କରିଦେବାକୁ ଚାହିଁଲେ ନାହିଁ। ତେଣୁ ଏହି ଶିକ୍ଷିତ ଗୋଷ୍ଠୀ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟଗୁଡ଼ିକୁ କୁସଂସ୍କାର ଦୂରେଇ ରଖିବା ପାଇଁ ଉଦ୍ୟମ କରିଥିଲେ। ଆଉ ଏକ ପଏଣ୍ଟ ଦେଖ, ହୁଇଗ ଉତ୍ଥାନ। ମାନମୁଥର ଡ୍ୟୁକ୍ ଦ୍ୱିତୀୟ ଜେମ୍ସଙ୍କ ବିରୁଦ୍ଧରେ ବିଦ୍ରୋହ କରିଥିଲେ। ଦ୍ୱିତୀୟ ଜେମ୍ସ ସିଂହାସନକୁ ଆରୋହଣ କଲାପରେ ଆରମ୍ଭ କଲେ ଆତଙ୍କରାଜ। ସେ ଡ୍ୟୁକ୍ ସମର୍ଥକମାନଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କଲେ। ଅସଂଖ୍ୟ ଲୋକ ମୃତ୍ୟୁ ରାଜାଙ୍କୁ ବଦନାମ କରାଗଲା। ଜନସାଧାରଣଙ୍କ ସମୂହ ଭାବରେ ଏହି ପ୍ରକାର କଦର୍ଯ୍ୟ ଏବଂ ଅପ୍ରୀତିକର ଶାସନର ଅନ୍ତ ଚାହିଁଲେ। ଦ୍ୱିତୀୟ ଜେମ୍ସଙ୍କର ଏହି ଆତଙ୍କରାଜ କେବଳ ଇଂଲଣ୍ଡରେ ତାଙ୍କୁ କୁଖ୍ୟାତି ଦେଇନଥିଲା, ସେ ସ୍କଟଲ୍ୟାଣ୍ଡ ଓ ଆୟର୍ଲାଣ୍ଡ ମଧ୍ୟରେ ନିନ୍ଦିତ ହୋଇଥିଲେ। ସେନାବାହିନୀର କାର୍ଯ୍ୟାନୁଷ୍ଠାନ। ଦ୍ୱିତୀୟ ଜେମ୍ସ ଯେଉଁ ସେନାବାହିନୀରେ ଥିଲେ ସେଥିପ୍ରତି ଥିବା ସୈନିକ ଏବଂ ଅଧିକାରୀମାନେ କ୍ୟାଥୋଲିକ ଓ ଧର୍ମାନୁରାଗୀ ଥିଲେ। ଏହି ସୈନ୍ୟବାହିନୀଙ୍କୁ ଲଣ୍ଡନରେ ଅବସ୍ଥାପିତ କରାଯାଇଥିଲା। ଏହା ଲୋକମାନଙ୍କ ଉପରେ ଅତ୍ୟାଚାର କରୁଥିଲେ। ରାଜା ଲୋକଙ୍କ ଉପରେ ଅଧିକ ରାଜସ୍ୱ ବସାଇ ନିର୍ଦୟ ଭାବରେ ଆଦାୟ କରୁଥିଲେ ଏବଂ ସୈନ୍ୟବାହିନୀକୁ ଏହି ଅର୍ଥରେ ପରିଚାଳନା କରୁଥିଲେ। ଜନସାଧାରଣ ଅନୁଭବ କଲେ ଯେ ରାଜା ବୋଧହୁଏ ଏହି କ୍ୟାଥୋଲିକ ଅନୁରାଗୀ ସୈନ୍ୟବାହିନୀ ସାହାଯ୍ୟରେ ଇଂଲଣ୍ଡରେ ସାମରିକ ଶାସନ ପ୍ରବର୍ତ୍ତନ କରିବା ପାଇଁ ଚାହୁଁଛନ୍ତି। ତେଣୁ ଇଂଲଣ୍ଡରେ ଦ୍ୱିତୀୟ ଜେମ୍ସଙ୍କ ବିରୋଧରେ ପ୍ରବଳ ଜନ ଅସନ୍ତୋଷ ଦେଖାଦେଲା। ପ୍ରଶ୍ରୟ ପ୍ରଦାନ ଘୋଷଣାପତ୍ର। ଏକ ପଏଣ୍ଟ, ରାଜା ଦ୍ୱିତୀୟ ଜେମ୍ସ ପ୍ରୋଟେଷ୍ଟାଣ୍ଟମାନଙ୍କ ବିରୋଧରେ ଦମନମୂଳକ ନୀତି ପ୍ରଣୟନ କରିବାକୁ ଇଂଲଣ୍ଡ, ସ୍କଟଲ୍ୟାଣ୍ଡ ଏବଂ ଆୟର୍ଲାଣ୍ଡ ପ୍ରୋଟେଷ୍ଟାଣ୍ଟମାନେ ମିଳିତ ହୋଇ ଜେମ୍ସ ବିରୁଦ୍ଧରେ ଏକ ବିରୋଧୀ ଶକ୍ତି ହୋଇ ଠିଆ ହେଲେ। 1687 ଖ୍ରୀଷ୍ଟାବ୍ଦରେ କ୍ୟାଥୋଲିକ ଗିର୍ଜାକୁ ତାର ପୂର୍ବସ୍ଥାନରେ ଅବସ୍ଥାପିତ କରିବା ପାଇଁ ଦ୍ୱିତୀୟ ଜେମ୍ସ ପ୍ରଶ୍ରୟ ପ୍ରଦାନ ଘୋଷଣାପତ୍ର ସର୍ବପ୍ରଥମ ପ୍ରଣୟନ କଲେ। ସେ ମଧ୍ୟ ରୋମର ପୋପଙ୍କୁ ତାଙ୍କର ପୂର୍ବସ୍ଥାନରେ ଅବସ୍ଥାପିତ କରିବା ପାଇଁ ଇଂଲଣ୍ଡକୁ ନିମନ୍ତ୍ରଣ କଲେ। ଏହି ପ୍ରଥମ ପରିତୋଷ ଅନୁସାରେ ସମସ୍ତଙ୍କୁ ଧର୍ମଗତ ସ୍ୱାଧୀନତା ପ୍ରଦାନ କରାଗଲା। ଏହାପରେ କ୍ୟାଥୋଲିକମାନେ ସମସ୍ତ ଉଚ୍ଚ ପଦବୀ ପାଇଁ ଯୋଗ୍ୟ ବିବେଚିତ ହେଲେ। ଏହା ପରେ 1688 ଖ୍ରୀଷ୍ଟାବ୍ଦର ଏପ୍ରିଲ ମାସରେ ଦ୍ୱିତୀୟ ଜେମ୍ସ ଦ୍ୱିତୀୟ ପ୍ରଶ୍ରୟ ପତ୍ର ଘୋଷଣା କଲେ। ଏହି ଘୋଷଣାପତ୍ର ଅନୁସାରେ ରାଜା ଏକ ଆଦେଶ ଦେଲେ ଯେ ଯେକୌଣସି ଧର୍ମାବଲମ୍ବୀ ଉଚ୍ଚ ପଦବୀରେ ନିଯୁକ୍ତି ପାଇପାରିବେ। ଧର୍ମଯାଜକମାନଙ୍କୁ 2 ସପ୍ତାହ ପର୍ଯ୍ୟନ୍ତ ଏହି ଘୋଷଣାନାମାକୁ ଗିର୍ଜାମାନଙ୍କରେ ବାରମ୍ବାର ପଢ଼ି ଶୁଣାଇବା ପାଇଁ ନିର୍ଦ୍ଦେଶ ଦିଆଗଲା। କିନ୍ତୁ ଜଣେ ପ୍ରଧାନ ଧର୍ମଯାଜକ ରାଜା ଦ୍ୱିତୀୟ ଜେମ୍ସଙ୍କୁ ଆବେଦନ କରି କହିଲେ ଯେ ରାଜା ଏହି ପ୍ରକାର ଘୋଷଣାନାମା ଉପରେ ଗୁରୁତ୍ୱ ଦେବା ଉଚିତ। ସେଥିପାଇଁ ଧର୍ମଯାଜକମାନଙ୍କ ବିରୋଧରେ ଅଭିସନ୍ଧିମୂଳକ ଅଭିଯୋଗମାନ ଅଣାଯାଇ ସେମାନଙ୍କୁ ଗିରଫ କରାଗଲା ଏବଂ ସେମାନଙ୍କୁ ବିଚାର ପାଇଁ ବିଚାରାଳୟକୁ ଅଣାଗଲା। ଏହି ଧର୍ମଯାଜକମାନଙ୍କର ଗିରଫ ହେବା ଘଟଣା ଇଂଲଣ୍ଡର ରାଜାଙ୍କ ବିରୁଦ୍ଧରେ ପ୍ରବଳ ଜନ ଅସନ୍ତୋଷ ସୃଷ୍ଟି କରିଥିଲା। ଏହି ଧର୍ମଯାଜକମାନଙ୍କୁ ନିର୍ଦ୍ଦୋଷ ବୋଲି ନ୍ୟାୟାଳୟ ଘୋଷଣା କଲା ଏବଂ ସେମାନଙ୍କୁ ମୁକ୍ତ କରାଗଲା। ସପ୍ତ ବିଶପଙ୍କର ବିଚାର। କ୍ୟାଣ୍ଟରବୁରୀର ଆର୍କବିଶପ ସାନ୍ କ୍ରଫର୍ଡଙ୍କ ନେତୃତ୍ୱରେ ଇଂଲଣ୍ଡର 7 ଜଣ ବିଶପ ଏକ ଦଲିଲ ପ୍ରସ୍ତୁତ କରିଥିଲେ, ଯେଉଁଥିରେ ସେମାନେ ରାଜାଙ୍କୁ ଅନୁରୋଧ କରିଥିଲେ ପ୍ରଶ୍ରୟ ପ୍ରଦାନ ଘୋଷଣାପତ୍ରକୁ କାର୍ଯ୍ୟକାରୀ ନ କରିବା ପାଇଁ। ଯେତେବେଳେ ଏହାକୁ ତାଙ୍କୁ ପ୍ରଦାନ କରାଗଲା, ସେତେବେଳେ ବିଶପମାନଙ୍କୁ ସେ ବନ୍ଦୀ କରି ନିଜର ଅବିବେକିତାର ପରିଚୟ ଦେଇଥିଲେ। ଏହା ଏକ ଜାତୀୟ ସମସ୍ୟା ରୂପେ ଦେଖାଦେଲା। ରାଜା ଏହି ସମୟରେ ଯକ୍ଷ୍ମା କରିବାଟା ଉତ୍ତମ ଏବଂ ଭୁଲିଯିବା ସର୍ବୋତ୍ତମ ନୀତିକୁ ଗ୍ରହଣ କରିଥିଲେ ଭଲ ହୋଇଥାନ୍ତା, କିନ୍ତୁ ଶେଷରେ ବିଶପମାନଙ୍କର ବିଚାର ହେଲା ଓ ନିର୍ଦ୍ଦୋଷ ବୋଲି ପ୍ରମାଣିତ ହେଲେ। ତେଣୁ ଯାହା ହେଉନା କାହିଁକି 7 ଜଣ ବିଶପଙ୍କୁ ଯେଉଁଭଳି ଦଣ୍ଡିତ କରାଯାଇଥିଲା, ତାହା ସମଗ୍ର ଦେଶରେ ତାଙ୍କ ବିରୁଦ୍ଧରେ ଜନ ଆନ୍ଦୋଳନ ଜାଗ୍ରତ କଲା। ଜେମ୍ସଙ୍କ ଫ୍ରାନ୍ସ
ସହିତ ସମ୍ପର୍କ। ଦ୍ୱିତୀୟ ଜେମ୍ସ ଇଂଲଣ୍ଡର ଆଜନ୍ମ ଶତ୍ରୁ ଫ୍ରାନ୍ସ ସହିତ ମିଳିତ ହୋଇ ଆର୍ଥିକ କାର୍ଯ୍ୟକ୍ରମ ଆରମ୍ଭ କଲେ। ଫ୍ରାନ୍ସ ଯେତେବେଳେ ଏକ କ୍ୟାଥୋଲିକ ଦେଶ ରୂପେ ପରିଗଣିତ ହେଉଥିଲା, ଦ୍ୱିତୀୟ ଜେମ୍ସଙ୍କର ଫ୍ରାନ୍ସ ସହିତ ମିଳିତ ଅର୍ଥନୈତିକ କାର୍ଯ୍ୟକ୍ରମ ଇଂରେଜମାନଙ୍କୁ ଘୋର କ୍ଷତିର ସମ୍ମୁଖୀନ କରାଇବ ବୋଲି ଜଣାପଡ଼ିଲା। କାରଣ ପାର୍ଲିଆମେଣ୍ଟର ଅନୁମୋଦନ ନ ନେଇ ରାଜା ପ୍ରଜାମାନଙ୍କ ଉପରେ ଅତ୍ୟଧିକ କର ଧାର୍ଯ୍ୟ କଲେ, ଆମଦାନୀ ଓ ରପ୍ତାନି ଉପରେ ଅତ୍ୟଧିକ ଶୁଳ୍କ ବସାଇଥିଲେ। ତେଣୁ ଅଯଥା ଅର୍ଥନୈତିକ ବୋଝ, ଅଧିକ କର ଧାର୍ଯ୍ୟ ଏବଂ ରାଜାଙ୍କର ଅର୍ଥନୈତିକ କାର୍ଯ୍ୟ ଇଂଲଣ୍ଡରେ ଅଶାନ୍ତିର ପାହାଡ଼ ସୃଷ୍ଟି କଲା। ଲାଷ୍ଟ ପଏଣ୍ଟ ହେଲା ଆଶୁ କାରଣ ବା ରାଜକୁମାର ୱେଲ୍ସଙ୍କ ଜନ୍ମ। ଏ ସମସ୍ତ ସମସ୍ୟା ସତ୍ତ୍ୱେ ଇଂଲଣ୍ଡର ପ୍ରଜା ଦ୍ୱିତୀୟ ଜେମ୍ସଙ୍କର ଶାସନକୁ ସହି ଯାଉଥିଲେ। ଜେମ୍ସଙ୍କର ଦୁଇଟି ଯାକ କନ୍ୟା ଥିଲେ। ପ୍ରୋଟେଷ୍ଟାଣ୍ଟ ପ୍ରଜାମାନେ ଆଶା କରିଥିଲେ ଯେ ଜେମ୍ସଙ୍କ ପରେ ପ୍ରୋଟେଷ୍ଟାଣ୍ଟଙ୍କ ଶାସନ ଚାଲିବ, କିନ୍ତୁ ଏକ ଖବର ପ୍ରଚାରିତ ହେଲା ଯେ ଜେମ୍ସଙ୍କର ଦ୍ୱିତୀୟ ରାଣୀ ମେରୀ 1688 ଜୁନ 10 ତାରିଖରେ ଦିନ ବୃଦ୍ଧା ସମୟରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ତେଣୁ ଲୋକମାନେ ଚିନ୍ତା କଲେ ଯେ ତାଙ୍କ ପୁତ୍ର ୱେଲ୍ସ ଜେମ୍ସଙ୍କ ପରି ଜଣେ କ୍ୟାଥୋଲିକ ସମ୍ରାଟ ହେବ। ପୁନଶ୍ଚ ଇଂଲଣ୍ଡ ଜନସାଧାରଣଙ୍କୁ ଏହା ଅସହ୍ୟବୋଧ ହେଲା। ତେଣୁ ସେମାନେ ସ୍ଥିର କଲେ ଯେ ଏହା ବିପ୍ଳବକ ପଦକ୍ଷେପ ଦ୍ୱାରା ଏହି ସମସ୍ୟାର ସମାଧାନ ସବୁଦିନ ପାଇଁ କରିବେ। ଏଇଠି ଭିଡ଼ିଓଟି ସରିଯାଇଛି। ତେଣୁ ଏଇଭଳିଆ ଭିଡ଼ିଓ ଦେଖିବା ପାଇଁ ଭିଡ଼ିଓକୁ ସେୟାର, ଲାଇକ୍ ଏବଂ ସବସ୍କ୍ରାଇବ୍ କରନ୍ତୁ। ଜୟ ଜଗନ୍ନାଥ।